ନମ୍ବର 1 ଫେବୃଆରୀରୁ ଆୟୁଷ୍ମାନ ରାଜ୍ୟରେ ଫେବୃଆରୀରୁ ଲାଗୁ ହେବାକୁ ଯାଉଛି ଆୟୁଷ୍ମାନ ଯୋଜନା। ଆସନ୍ତା ବର୍ଷ ଫେବୃଆରୀରୁ ରାଜ୍ୟରେ ଉଭୟ ଆୟୁଷ୍ମାନ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ରାଜ୍ୟବାସୀ ଉପକୃତ ହୋଇପାରିବେ ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିକ। ଏନେଇ ମନ୍ତ୍ରୀ କହିଛନ୍ତି ଫେବୃଆରୀରୁ ରାଜ୍ୟରେ ଆୟୁଷ୍ମାନ ଭାରତ ଲାଗୁ ହେବାକୁ ଯାଉଛି। ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମିଳିତ ଭାବେ ଲାଗୁ ହେବ। ଏଥିରେ ରାଜ୍ୟରେ 3.5 କୋଟି ଲୋକଙ୍କୁ କାର୍ଡ ମିଳିବା ନେଇ ସୂଚନା ଦେଇଛନ୍ତି। ନମ୍ବର 2 କେଜରିୱାଲଙ୍କ ବଡ଼ ଘୋଷଣା ପୂଜାରୀଙ୍କୁ ପ୍ରତି ମାସରେ ମିଳିବ 18,000 ଟଙ୍କା। ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଆମ୍ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ଆଉ ଏକ ବଡ଼ ଘୋଷଣା କରିଛନ୍ତି। ଏହି ଘୋଷଣାରେ ସେ ଦିଲ୍ଲୀର ପୁରୋହିତ ଏବଂ ଗୁରୁଦ୍ୱାରରେ ଥିବା ମନ୍ଦିରଗୁଡ଼ିକର ଯତ୍ନ ନେଉଥିବା ବ୍ୟକ୍ତିଙ୍କୁ ତାଙ୍କ ସମ୍ମାନାର୍ଥେ ପ୍ରତି ମାସରେ 18,000 ଟଙ୍କା ଦେବାକୁ ଘୋଷଣା କରିଛନ୍ତି। ପୂଜାରୀ ଗ୍ରନ୍ଥି ସମ୍ମାନ ଯୋଜନା ଆରମ୍ଭ କରି ଅରବିନ୍ଦ କେଜରିୱାଲ କହିଛନ୍ତି ଯେ ଭାଜପା ତାଙ୍କ ଦ୍ୱାରା କରାଯାଇଥିବା ପ୍ରତ୍ୟେକ ଘୋଷଣାକୁ ବନ୍ଦ କରିବାକୁ ଚେଷ୍ଟା କରିଛି। ନମ୍ବର 3 ନୂଆବର୍ଷ ପାଳିବେ ନାହିଁ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ। ରାଜ୍ୟର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ନିଜର ପ୍ରଥମ ଇଂରାଜୀ ନୂଆବର୍ଷକୁ ପାଳନ କରିବେ ନାହିଁ। ରାଜ୍ୟର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଉଭୟ ଆଜି ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କାର୍ଯ୍ୟାଳୟ ଆଜି ଏ ସମ୍ପର୍କରେ ସୂଚନା ଦେଇ କହିଛି ଯେ ଆସନ୍ତା ଇଂରାଜୀ ନୂଆବର୍ଷ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କୌଣସି ଉତ୍ସବ ଓ ଅଭିନନ୍ଦନ କାର୍ଯ୍ୟକ୍ରମରେ ଯୋଗଦାନ କରିବେ ନାହିଁ। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଦେହାନ୍ତ ଯୋଗୁଁ 7 ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ କରାଯାଉଛି। ନମ୍ବର 4 ନୂଆବର୍ଷରୁ କୃଷକ ପଞ୍ଜୀକରଣ ଆରମ୍ଭ ମାର୍ଚ୍ଚ 31ରେ ଶେଷ। ନୂଆବର୍ଷରୁ ରାଜ୍ୟରେ କୃଷକ ପଞ୍ଜୀକରଣ ଆରମ୍ଭ ହେବ। ରାଜ୍ୟ ସରକାରଙ୍କ ଡିଜିଟାଲ କୃଷି ଅଧୀନରେ କୃଷକ ପଞ୍ଜୀକରଣ ପ୍ରକ୍ରିୟା ଆସନ୍ତା ଜାନୁଆରୀ 1 ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ 31 ତାରିଖରେ ସରିବ। ଚାଷୀମାନେ ଅନଲାଇନ ଓ ଅଫଲାଇନରେ ପଞ୍ଜୀକରଣ କରିପାରିବେ। ଅଫଲାଇନରେ ପଞ୍ଜୀକରଣ କରିବା ପାଇଁ ପଞ୍ଚାୟତସ୍ତରୀୟ କ୍ୟାମ୍ପରେ ଯୋଗାଯୋଗ କରିବାକୁ ପଡ଼ିବ। ନମ୍ବର 5 ଜାନୁଆରୀ 3ରୁ ଭୁବନେଶ୍ୱରରୁ ଆଉ 5 ସହରକୁ ସିଧାସଳଖ ବିମାନ ସେବା। ନୂଆବର୍ଷରେ ଓଡ଼ିଶାର ଦୁଇ ପ୍ରମୁଖ ବିମାନ ବନ୍ଦର ଭୁବନେଶ୍ୱର ଓ ଝାରସୁଗୁଡ଼ାରୁ ମିଳିବ ଅଧିକ ସହରକୁ ସିଧାସଳଖ ବିମାନ ସେବା। ଜାନୁଆରୀ 1ରୁ ଝାରସୁଗୁଡ଼ା ବିମାନ ବନ୍ଦରରୁ ଅଧିକ 4ଟି ସହରକୁ ଆଉ ଜାନୁଆରୀ 3ରୁ ଭୁବନେଶ୍ୱର ବିମାନ ବନ୍ଦରରୁ ଆଉ 5ଟି ସହରକୁ ସିଧାସଳଖ ବିମାନ ସେବା ମିଳିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଏ ସୂଚନା ଦେଇଛନ୍ତି। ପୂର୍ବରୁ ପ୍ରାୟ 1.5 ମାସ ତଳେ ଏ ସିଧାସଳଖ ବିମାନ ସେବା ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ମଧ୍ୟ ନିଜ ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇଥିଲେ। ନମ୍ବର 6 2025ରେ 3 ଥର ମିଳିବ ସୁଭଦ୍ରା ଟଙ୍କା। 2025 ମସିହା ହେଉଛି ସୁଭଦ୍ରା ଯୋଜନାର ବର୍ଷ। ଏହି ବର୍ଷ ସୁଭଦ୍ରା ଯୋଜନାରେ ମାଲେମାଲ ହେବେ ମହିଳା। କାରଣ ଆସନ୍ତା ବର୍ଷ ମହିଳା ହିତାଧିକାରୀମାନେ 3 ଥର ପାଇବେ ସୁଭଦ୍ରା ଟଙ୍କା ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଆସନ୍ତା ବର୍ଷ ପ୍ରଥମ କିସ୍ତିର 4ର୍ଥ ପର୍ଯ୍ୟାୟର ଟଙ୍କା ମିଳିବ। ଏହା ସହ ମାର୍ଚ୍ଚ 8 ଓ ରକ୍ଷାବନ୍ଧନରେ ବି ସୁଭଦ୍ରା ଟଙ୍କା ମିଳିବ। 5,11,000 ମହିଳାଙ୍କ କେୱାଇସିରେ ତ୍ରୁଟି ଥିବାର ତାହାକୁ ସୁଧାରିବାକୁ ଡିସେମ୍ବର ଶେଷ ପର୍ଯ୍ୟନ୍ତ ସୁଯୋଗ ଦେଖାଦେଇଥିଲା। ଆଜି ଫିଲ୍ଡ ରିପୋର୍ଟ ଆସିବ। ଜାନୁଆରୀ ପ୍ରଥମ ସପ୍ତାହରେ ପୂରା ସର୍ଭେ ସରିବ। ରିପୋର୍ଟ ଅନୁସାରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ମନ୍ତ୍ରୀ। ନମ୍ବର 7 1 ତାରିଖ ମଧ୍ୟରାତ୍ରି ଯାଏଁ ପଞ୍ଜୀକରଣ। ଅଦିନିଆ ବର୍ଷା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି। ତେବେ ନିଜର କ୍ଷୟକ୍ଷତି ଜଣାଇବାକୁ ରାଜ୍ୟ ସରକାର ଚାଷୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଏହାରି ଭିତରେ ବୀମାଭୁକ୍ତ ଚାଷୀଙ୍କ ପଞ୍ଜୀକରଣ ଅବଧି 1 ତାରିଖ ମଧ୍ୟରାତ୍ରି ଯାଏଁ ବୃଦ୍ଧି କରାଯାଇଛି। ସୋମବାର କୋଣାର୍କରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିବା ପରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ କେନ୍ଦ୍ର ସରକାର ବିଶେଷ କରି ଓଡ଼ିଶା ଏହି ଅବଧି ବୃଦ୍ଧି କରିଛନ୍ତି। ଟୋଲ୍ ଫ୍ରି ନମ୍ବରରେ ମିସ୍କଲ୍ ଦେଇଥିଲେ ବି ପଞ୍ଜୀକରଣ ସଫଳ। ଯେଉଁମାନେ ଜାଣିଛନ୍ତି ସେମାନେ ଅନ୍ୟମାନଙ୍କୁ ଏ କ୍ଷେତ୍ରରେ ସହଯୋଗ କରିବାକୁ ପ୍ରଭାତୀ ପରିଡ଼ା କହିଛନ୍ତି। ନମ୍ବର 8 କ୍ଷତିଗ୍ରସ୍ତ କୃଷକମାନଙ୍କୁ ସହାୟତା ଯୋଗାଇ ଦିଆଯିବ। ଅଦିନିଆ ବର୍ଷା କୃଷକମାନଙ୍କୁ କଷ୍ଟ ଦେଇଛି। ସେମାନଙ୍କ ଉତ୍ପାଦିତ ସୁନାର ଫସଲକୁ ନଷ୍ଟ କରିଛି। କିନ୍ତୁ ସରକାର କୃଷକମାନଙ୍କ ସହ ଠିଆ ହୋଇଛନ୍ତି ଓ ସେମାନଙ୍କୁ ସମସ୍ତ ସହଯୋଗ ଦେବ ବୋଲି ଶିଳ୍ପ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପତ ଚନ୍ଦ୍ର ସ୍ୱାଇଁ ସୂଚନା ଦେଇଛନ୍ତି। ଆଜି ଅପରାହ୍ନରେ ପିପିଲି ବ୍ଲକ ସମ୍ମିଳନୀ କକ୍ଷରେ ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ହୋଇଥିବା ଫସଲର ସମୀକ୍ଷା କରି ମନ୍ତ୍ରୀ ସ୍ୱାଇଁ ସରକାର ଏହି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଚାଷୀଙ୍କ ସହ ରହିଛନ୍ତି ଓ ଏଥିପାଇଁ ମୁଖ୍ୟମନ୍ତ୍ରୀ ନିଜେ ଓ ତାଙ୍କ ନିର୍ଦ୍ଦେଶରେ ସମସ୍ତ ମନ୍ତ୍ରୀମାନେ ବିଭିନ୍ନ ଜିଲ୍ଲା ଗସ୍ତ କରି ଚାଷ ଜମି ପରିଦର୍ଶନ ସହ କୃଷକମାନଙ୍କ ସହ ଆଲୋଚନା କରିଛନ୍ତି ବୋଲି ସୂଚନା ଦେଇଛନ୍ତି। ନମ୍ବର 9 କଟକ ଭୁବନେଶ୍ୱର
ପୁରୀରେ ଚାଲିବ ଇଲେକ୍ଟ୍ରିକ୍ ଡବଲ ଡେକର ବସ୍। କଟକ ଭୁବନେଶ୍ୱର ପୁରୀରେ ଇଲେକ୍ଟ୍ରିକ୍ ଡବଲ ଡେକର ବସ୍ ଚଳାଚଳ କରିବ। 5ଟି ବସ୍ ରାଜ୍ୟ ସରକାର ଆଣିବେ। ମୁମ୍ବାଇର ଏକ ସଂସ୍ଥା ଏହି ବସ୍ ତିଆରି କରୁଛି। ପ୍ରଥମ ପର୍ଯ୍ୟାୟରେ 2ଟି ବସ୍ ଆସୁଛି। ପରବର୍ତ୍ତୀ ସମୟରେ ଅନ୍ୟ 3ଟି ବସ୍ ଆସିବ ବୋଲି ଜଣାପଡ଼ିଛି। ଗେରୁଆ ରଙ୍ଗରେ ତିଆରି ହୋଇଥିବା ଏହି ବସ୍ରେ ଓଡ଼ିଶାର କଲା ଓ ସଂସ୍କୃତି ଛାପ ରହିଛି। ନମ୍ବର 10 ଘନ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି। ସୋମବାର ଓଡ଼ିଶାର ଉତ୍ତର ପଶ୍ଚିମାଞ୍ଚଳର କିଛି ଜିଲ୍ଲାରେ କାଁ ଭାଁ ବର୍ଷା ହୋଇପାରେ। ବାକି ଅନ୍ୟ ଜିଲ୍ଲା ପାଗ ପ୍ରାୟତଃ ଶୁଖିଲା ରହିବ। କିନ୍ତୁ ସୁନ୍ଦରଗଡ଼, ଝାରସୁଗୁଡ଼ା, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରେ ଘନ କୁହୁଡ଼ି ଲାଗି ରହିବ। ସେଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଆସନ୍ତା 31ରେ ବରଗଡ଼, ବଲାଙ୍ଗୀର, ନୂଆପଡ଼ା, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାର 1 କି 2ଟି ଜାଗାରେ ମଧ୍ୟମ ଧରଣର କୁହୁଡ଼ି ପଡ଼ିବ। କିନ୍ତୁ ଜାନୁଆରୀ 5 ଯାଏ ସାରା ରାଜ୍ୟର ପାଗ ଶୁଖିଲା ରହିବ। 31 ତାରିଖରୁ ପୁଣି ଶୀତ ଫେରିବ। ନୂଆବର୍ଷ ପରେ ଧୀରେ ଧୀରେ ଶୀତ ବଢ଼ିବ। ରାଜ୍ୟକୁ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରୁ ପବନ ବହୁଛି, ତେଣୁ ଶୀତ ପ୍ରଭାବ ଦେଖିବାକୁ ମିଳୁଛି। ନମ୍ବର 11 ବଦଳିବ ମନ୍ଦିର ପର୍ଯ୍ୟଟନସ୍ଥଳୀର ରୂପରେଖା। 44 ପ୍ରକଳ୍ପ ଉନ୍ନତୀକରଣ ପାଇଁ 44 କୋଟିର ପ୍ରସ୍ତାବ। କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବ୍ଲକରେ ଥିବା ମନ୍ଦିର ପର୍ଯ୍ୟଟନସ୍ଥଳୀର ରୂପରେଖ ଖୁବ୍ ଶୀଘ୍ର ବଦଳିବାକୁ ଯାଉଛି। ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାରେ ଥିବା 44ଟି ବିଭିନ୍ନ ଐତିହାସିକ ମନ୍ଦିର ପର୍ଯ୍ୟଟନସ୍ଥଳୀକୁ ଚୟନ କରାଯାଇ ଏହାର ଉନ୍ନତୀକରଣ ପାଇଁ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି। ଏଥିପାଇଁ ପ୍ରାୟ 44 କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବାବେଳେ ଏହାକୁ ଅନୁମୋଦନ କରିବା ଲାଗି ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ ପକ୍ଷରୁ ବିଭାଗୀୟ ଉପରିସ୍ଥ ଅଧିକାରୀଙ୍କୁ ପ୍ରସ୍ତାବ ଦିଆଯାଇଛି। ନମ୍ବର 12 ରାଜସ୍ୱ ମନ୍ତ୍ରୀଙ୍କ ବଡ଼ ଘୋଷଣା। ସବୁ ଚାଷୀଙ୍କୁ ମିଳିବ କ୍ଷୟକ୍ଷତି ସହାୟତା। ଅଦିନିଆ ବର୍ଷା ଚାଷୀଙ୍କ ଚିନ୍ତା ବଢ଼ାଇଛି। ଚାଷ କ୍ଷୟକ୍ଷତି ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ଚାଷୀଙ୍କୁ କ୍ଷୟ ସହାୟତା ଦେବା ପାଇଁ ଘୋଷଣା କରାଯାଇଛି। ଏହି କ୍ରମେ ଆଜି ରାଜସ୍ୱ ମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି। ମନ୍ତ୍ରୀ କହିଛନ୍ତି ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ପରିଭୁକ୍ତ କରାଯିବ। ସମସ୍ତ ପ୍ରକାର ସବୁ ଚାଷୀଙ୍କୁ କ୍ଷୟକ୍ଷତି ସହାୟତା ମିଳିବ। କେହି ବି ଚାଷୀ କ୍ଷୟକ୍ଷତି ସହାୟତାରୁ ବଞ୍ଚିତ ହେବେ ନାହିଁ। ଆଜି ସୁଦ୍ଧା କ୍ଷୟକ୍ଷତି ରିପୋର୍ଟ ଆସିଯିବ ବୋଲି ଟାର୍ଗେଟ ରହିଛି। ନମ୍ବର 13 ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ। ରାଜ୍ୟରେ ଅଦିନିଆ ବର୍ଷା ଯୋଗୁଁ ଚାଷୀମାନେ ଫସଲ କ୍ଷୟକ୍ଷତିର ସମ୍ମୁଖୀନ ହୋଇଥିବାରୁ ରାଜ୍ୟ ସରକାର କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ସହାୟତା ଦେବା ପାଇଁ ଯୋଜନା କରିଛନ୍ତି। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୈଠକ କରିବା ସହିତ ନୟାଗଡ଼, ଗଜପତି ଓ ଗଞ୍ଜାମ ଜିଲ୍ଲା ପରିଦର୍ଶନ କରି କ୍ଷୟକ୍ଷତି ଆକଳନ କରିଛନ୍ତି। ନମ୍ବର 14 ଆରମ୍ଭ ହେବ ସିଧାସଳଖ ବିମାନ ସେବା। ଆକାଶପଥରେ ଅଧିକ ସହର ସହ ଯୋଡ଼ି ହେବ ଓଡ଼ିଶା। ରାଜ୍ୟରେ ଆରମ୍ଭ ହେବ ସିଧାସଳଖ ବିମାନ ସେବା। ଆକାଶପଥରେ ଅଧିକ ସହର ସହ ଯୋଡ଼ି ହେବ ଓଡ଼ିଶା। ଓଡ଼ିଶାର ଯୋଗାଯୋଗ ବ୍ୟବସ୍ଥାରେ ନୂଆ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି। 1 ଜାନୁଆରୀ 2025ରୁ ଝାରସୁଗୁଡ଼ାରୁ ହାଇଦ୍ରାବାଦ, ରାୟପୁର, ଲକ୍ଷ୍ନୌ, ମୁମ୍ବାଇକୁ ଏବଂ 3 ଜାନୁଆରୀ 2025ରୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରୁ ଇନ୍ଦୋର, ଡେରାଡୁନ, କୋଚି, ଜୟପୁର, ଲକ୍ଷ୍ନୌକୁ ସିଧାସଳଖ ବିମାନ ସେବା ଆରମ୍ଭ ହେଉଛି। ନମ୍ବର 15 2025 ବର୍ଷର ପ୍ରଥମ ସୂର୍ଯ୍ୟପରାଗ। 2025 ବର୍ଷ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ନୂତନ ବର୍ଷ 2025ରେ ପ୍ରଥମ ସୂର୍ଯ୍ୟପରାଗ ହିନ୍ଦୁ ନବବର୍ଷ ପୂର୍ବରୁ ଲାଗିବା ପାଇଁ ଯାଉଛି। ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଶନିବାର 29 ମାର୍ଚ୍ଚ 2025ରେ ଲାଗିବା ପାଇଁ ଯାଉଛି। ବର୍ଷର ପ୍ରଥମ ସୂର୍ଯ୍ୟପରାଗ 29 ମାର୍ଚ୍ଚ 2025 ଶନିବାର ଦିନ ଘଟିବାକୁ ଯାଉଛି। ଏହା ଆଂଶିକ ସୂର୍ଯ୍ୟପରାଗ, ଯାହା ଭାରତରେ ଦୃଶ୍ୟମାନ ହେବ ନାହିଁ। ଏହି ସୂର୍ଯ୍ୟପରାଗ ଉତ୍ତର ଆମେରିକା, ଗ୍ରୀନଲ୍ୟାଣ୍ଡ ବରଫଭୂମି, ଉତ୍ତର ଆଟଲାଣ୍ଟିକ ମହାସାଗର, ସମଗ୍ର ୟୁରୋପ ଏବଂ ଉତ୍ତର ପଶ୍ଚିମ ରୁଷରେ ଦୃଶ୍ୟମାନ ହେବ। ନମ୍ବର 16 ନୂଆ ରୂପରେ ଝଲସିବ ସମ୍ବଲପୁର ମହାନଦୀ କୂଳ। ମହାନଦୀ ଆଳତି ଦେଖିବେ ଶ୍ରଦ୍ଧାଳୁ। ନୂଆବର୍ଷରେ ନୂଆ ରୂପରେ ଝଲସିବ ସମ୍ବଲପୁର ମହାନଦୀ କୂଳ। ବନ୍ଦ ଥିବା ମହାନଦୀ ଆଳତି ପୁଣି ଆରମ୍ଭ ହେବ। ପୁଣି ଅନୁଭବ ହେବ ଦିବ୍ୟ ପରିବେଶ। ମା ସମଲେଇଙ୍କ ମହାତ୍ମା ପର୍ଯ୍ୟଟନ ଜାଣିବେ। ମହାନଦୀ କୂଳରେ ବନ୍ଦ ଥିବା ଆଳତି ପୁଣି ଆରମ୍ଭ ହେବାକୁ ଯାଉଛି। ସମଲେଇ ପ୍ରକଳ୍ପ ଅଧୀନ ମହାନଦୀ ଘାଟରେ ନୂଆବର୍ଷରେ ସବୁ ସନ୍ଧ୍ୟାରେ ନୂଆ ରୂପରେ ଆଳତି ପାଇଁ ସମଲେଇ ମନ୍ଦିର ଟ୍ରଷ୍ଟ ବୋର୍ଡ ଓ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛନ୍ତି। ନମ୍ବର 17 ଗଞ୍ଜାମ ଗସ୍ତରେ ବିରୋଧୀ ଦଳ ନେତା ଚାଷୀଙ୍କୁ ଭେଟିବା ସହ କ୍ଷୟକ୍ଷତି କଲେ ଅନୁଧ୍ୟାନ। ଅଦିନିଆ ବର୍ଷା ଚାଷୀଙ୍କ ଚିନ୍ତା ବଢ଼ାଇଛି। ଫସଲ କ୍ଷୟଗ୍ରସ୍ତ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ଚାଷୀଙ୍କୁ କ୍ଷତି ସହାୟତା ଦେବା ପାଇଁ ଘୋଷଣା କରିଛନ୍ତି। ସରକାରଙ୍କ ଘୋଷଣା ପରେ ମଧ୍ୟ ବିରୋଧୀ ଚାଷୀଙ୍କ ପାଇଁ
ଅଣ୍ଟା ଭିଡ଼ିଛନ୍ତି। ଏହି କ୍ରମରେ ଆଜି ଗଞ୍ଜାମ ଗସ୍ତରେ ଯାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଶେରଗଡ଼, ହିଞ୍ଜିଲି, ଆସିକା, କବି ସୂର୍ଯ୍ୟନଗର ଓ ଖଲ୍ଲିକୋଟ ଅଞ୍ଚଳ ଗସ୍ତ କରି ବର୍ଷାଜନିତ ଫସଲ କ୍ଷୟକ୍ଷତିର ସମୀକ୍ଷା କରିବେ ନବୀନ ପଟ୍ଟନାୟକ। ଶେରଗଡ଼ରେ ସ୍ଥିତି ପରଖିବା ସହ ଚାଷୀଙ୍କ ଦୁଃଖ ଶୁଣିଛନ୍ତି। ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି। ନମ୍ବର 18 ପଶ୍ଚିମା ଝଡ଼ ପ୍ରଭାବରେ ସବୁ ଜିଲ୍ଲାରେ ବର୍ଷାର ସମ୍ଭାବନା। ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ସୋମବାର ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁର, ଦେବଗଡ଼, ନୂଆପଡ଼ା, ବଲାଙ୍ଗୀର ଓ ନବରଙ୍ଗପୁରରେ ହାଲୁକାର ବର୍ଷାର ହେବାର ସମ୍ଭାବନା ରହିଛି। ଅନ୍ୟପଟେ ପରବର୍ତ୍ତୀ 3 ଦିନ ମଧ୍ୟରେ ତାପମାତ୍ରା 2ରୁ 4 ଡିଗ୍ରୀ ବୃଦ୍ଧି ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ନମ୍ବର 19 ଉଜ୍ଜ୍ୱଳ ଭବିଷ୍ୟତ ଦିଗରେ ପଦକ୍ଷେପ ନେଉଛି ବ୍ରହ୍ମପୁର। ସବୁଜ ଶକ୍ତି ବ୍ୟବହାର କରି ପରିବେଶ ଅନୁକୂଳ ବାତାବରଣ ସୃଷ୍ଟି କ୍ଷେତ୍ରରେ ପଦକ୍ଷେପ ନେଇଛନ୍ତି ବ୍ରହ୍ମପୁର ସହର ବାସିନ୍ଦା ଶ୍ରୀମତୀ ତିନ୍ମୟ ପଣ୍ଡା। ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନାରେ ସାମିଲ ହୋଇ ନିଜ ଘରେ 3 କିଲୋୱାଟ୍ର ସୌର ପ୍ୟାନେଲ ସ୍ଥାପନ କରିଛନ୍ତି। ଟିପି ସଦନର ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡର ସହଯୋଗରେ ସେ ଏହି ଯୋଜନା ସହ ଯୋଡ଼ି ହୋଇଛନ୍ତି। ନମ୍ବର 20 205 ଶିକ୍ଷକ ପଦ ପାଇଁ ଆବେଦନ ଆରମ୍ଭ। ଜାନୁଆରୀ 31 ଆବେଦନର ଶେଷ ତାରିଖ। ଯେଉଁମାନେ ଶିକ୍ଷକ ଚାକିରି କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଆସିଯାଇଛି ବଡ଼ ସୁଯୋଗ। ସବ୍ ଅର୍ଡିନେଟ୍ କର୍ମଚାରୀ ଚୟନ ଆୟୋଗ ଓ ଏସ୍ଏସ୍ସି ପକ୍ଷରୁ ଆସିଛି ଶିକ୍ଷକ ଆଶାୟୀଙ୍କ ପାଇଁ ବଡ଼ ସୁଯୋଗ। ନିଯୁକ୍ତି ମାଧ୍ୟମରେ ବିଦ୍ୟାଳୟରେ ଶାରୀରିକ ଶିକ୍ଷା ଶିକ୍ଷକ, ଟ୍ରେନିଂ ଗ୍ରାଜୁଏଟେଡ୍ ଶିକ୍ଷକ, ବିଜ୍ଞାନ ଓ ସଂସ୍କୃତି ଶିକ୍ଷକ ପଦ ପୂରଣ ହେବ। ଏନେଇ ଅନଲାଇନରେ ଆବେଦନ ଆରମ୍ଭ ହୋଇଯାଇଛି। 200ରୁ ଅଧିକ ଜଣଙ୍କୁ ଚାକିରି ମିଳିବ। ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ପିଲାଟି ପାଇଁ 105 ପଦ ଖାଲି ପଡ଼ିଥିବା ବେଳେ ସଂସ୍କୃତ ଶିକ୍ଷକ ପାଇଁ 71ଟି ପୋଷ୍ଟ, ଟିଜିଟି ବିଜ୍ଞାନ ପାଇଁ 29ଟି ପଦ ଖାଲି ପଡ଼ିଥିବା ବେଳେ 205 ପଦ ପାଇଁ ବିଜ୍ଞାପନ ବାହାରିଛି। ଅନଲାଇନ ଆବେଦନ ଆଜିଠାରୁ ଆରମ୍ଭ ଯାଇଥିବା ବେଳେ ଜାନୁଆରୀ 31 ଆବେଦନର ଶେଷ ତାରିଖ ରହିଛି। ଅଫିସିଆଲ ୱେବସାଇଟ୍ ossc.gov.in କୁ ଯାଇ ଆବେଦନ କରିପାରିବେ। ନମ୍ବର 21 11 ଜିଲ୍ଲାରେ କେୱାଇସି କରିନାହାନ୍ତି 28 ଲକ୍ଷ। କଟିପାରେ ରାସନ କାର୍ଡ। ରାଜ୍ୟର 11 ଜିଲ୍ଲାରେ 28 ଲକ୍ଷରୁ ଅଧିକ ହିତାଧିକାରୀ କେୱାଇସି ଅପଡେଟ୍ କରିନାହାନ୍ତି। ତେଣୁ ସେମାନଙ୍କର କଟିପାରେ ରାସନ କାର୍ଡ। ତାଙ୍କୁ ଆଉ ମିଳିବନି ରାସନ ଚାଉଳ। ନେଟୱର୍କ ସମସ୍ୟା ଓ ବୟସ୍କ ଓ ଛୋଟ ପିଲାଙ୍କ ଆଧାର କାର୍ଡରେ ସମସ୍ୟା କାରଣରୁ ଅଧିକାଂଶ କେୱାଇସି ଅପଡେଟ୍ କରିପାରୁନଥିବା ଅଭିଯୋଗ ମଧ୍ୟ ହେଉଛି। ତେଣୁ ସମୟସୀମା ବୃଦ୍ଧି କରିବାକୁ ବିରୋଧୀ ଓ ବିଜେଡି, କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। କଂଗ୍ରେସ ବିଧାୟକ ଦଳ ଉପନେତା ଅଶୋକ କୁମାର ଦାସ ବାରମ୍ବାର ବିଧାନସଭାରେ ଏହି ଦାବି କରିବା ସହିତ ଗୃହ ବାହାରେ ମଧ୍ୟ ଏହା ଦୋହରାଇଛନ୍ତି। ନମ୍ବର 22 ପଞ୍ଜାବରେ ଚାଷୀଙ୍କ ଆନ୍ଦୋଳନ ଶେଷ। ଉଠିଲା ସବୁ ବ୍ୟାରିକେଡ୍। ରେଳବାଇଙ୍କ ବ୍ୟାପକ କ୍ଷତି। ଚାଷୀଙ୍କ ଦାବିଙ୍କୁ ନେଇ ଖନୌରୀ ବର୍ଡରରେ 34 ଦିନ ହେଲା ଅନଲାଇନରେ ବସିଥିବା ଜଗଜିତ ସିଂ ଡଲ୍ଲେୱାଲଙ୍କ ସମର୍ଥନରେ ସୋମବାର ପଞ୍ଜାବ ବନ୍ଦ ପାଳିତ ହୋଇଛି। ଚାଷୀଙ୍କ ଫସଲ ଏମ୍ଏସ୍ପି ଲାଗି ଆଇନଗତ ଗ୍ୟାରେଣ୍ଟି ସମେତ 13ଟି ଦାବିକୁ ନେଇ ଏହି ବନ୍ଦ ଡାକରା ଦେଇଥିଲେ। 12 ଘଣ୍ଟିଆ ବନ୍ଦ ଆନ୍ଦୋଳନରେ ଚାଷୀ ପଞ୍ଜାବରେ ସକାଳ 7ଟାରେ ରୋଡ ଜାମ୍ କରିଥିଲେ। ନମ୍ବର 23 ଆଜି 31ରେ ଭାରତ ବନ୍ଦ ଡାକରା। 31ରେ ଭାରତ ବନ୍ଦ ଡାକରା ଦିଆଯାଇଛି। ରାଷ୍ଟ୍ରୀୟ ପଛୁଆ ବର୍ଗ ଓବିସି ମୋର୍ଚ୍ଚା ଏବଂ ଭାରତ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଭାରତ ବନ୍ଦ ପାଳନ ପାଇଁ ଏକ ପ୍ରେସ୍ ବିବୃତ୍ତି ମାଧ୍ୟମରେ ସୂଚନା ଦିଆଯାଇଛି। ଛତ୍ରପୁରଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଷ୍ଟ୍ରୀୟ ପଛୁଆ ବର୍ଗ ଓବିସି ମୋର୍ଚ୍ଚାର ବିଜୟ ସ୍ୱାଇଁ, ଭାରତ ମୁକ୍ତି ମୋର୍ଚ୍ଚାର ଜିଲ୍ଲା ସଭାପତି ସୁମା ଦାସ ଅଧ୍ୟକ୍ଷତା କରି ଗତ 17 ତାରିଖରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସଂସଦରେ ବାବା ସାହେବ ଆମ୍ବେଦକରଙ୍କୁ ଅପମାନିତ କରିଥିବା ଉଦ୍ଦେଶ୍ୟରେ ଦୃଢ଼ ପ୍ରତିବାଦ କରିବା ସହିତ 31 ତାରିଖରେ ଭାରତ ବନ୍ଦ ପାଇଁ ପାଳନ ଡାକରା ଦିଆଯାଇଛି। ଏହା ସହିତ ଓବିସି ଜନସଂଖ୍ୟା ଗଣନା, ଇଭିଏମ୍ ବ୍ୟବହାର ବନ୍ଦ କରିବା ଏବଂ ନିର୍ବାଚନ ପାଇଁ ବାଲଟା ପେପର କାର୍ଯ୍ୟକାରୀ କରିବା ଆଦି ପ୍ରସଙ୍ଗକୁ ନେଇ ଭାରତ ବନ୍ଦ ଆନ୍ଦୋଳନ ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ଏବଂ ଭାରତ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଜୋରଦାର ରହିବ ବୋଲି ସୂଚନା ଦେଇଛନ୍ତି। ନମ୍ବର 24 ନୂଆବର୍ଷକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରରେ କଟକଣା। 2 ଦିନ ପାଇଁ ସିଂହଦ୍ୱାରରେ ପ୍ରବେଶ କଟକଣା। 31 ତାରିଖ ଏବଂ 1 ତାରିଖ 2 ଦିନ
ଶ୍ରୀମନ୍ଦିରରେ ପ୍ରବେଶ ପ୍ରସ୍ଥାନ ଉପରେ କଟକଣା ଲଗାଯାଇଛି। ଏହି 2 ଦିନ କେବଳ ସିଂହଦ୍ୱାର ଦେଇ ଭକ୍ତ ପ୍ରବେଶ କରିବେ ଏବଂ ବାକି 3 ଦ୍ୱାର ଦେଇ ବାହାରକୁ ଆସିବେ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଭକ୍ତଙ୍କୁ ଏ 4 ଦ୍ୱାର ଦେଇ ପ୍ରବେଶ ନିୟମ ରହିଥିଲେ ମଧ୍ୟ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ଏଭଳି କଟକଣା ଜାରି କରାଯାଇଛି। ଭକ୍ତମାନେ ବଡ଼ଦାଣ୍ଡରେ ହୋଇଥିବା ବ୍ୟାରିକେଡ୍ ଦେଇ ସିଂହଦ୍ୱାରରେ ପ୍ରବେଶ କରିବେ। ସେପଟେ ଭିଡ଼ ନିୟନ୍ତ୍ରଣ ପାଇଁ ଟ୍ରାଫିକ୍ କଟକଣା ଜାରି କରିଛି ପୁଲିସ ପ୍ରଶାସନ।